ହ୍ୟାଲୋ। ସମସ୍ତଙ୍କୁ ନମସ୍କାର। କଥା କଣ କି ଆମେ ଏମିତି ଗାଡ଼ି ସର୍ଭିସିଂ ପାଇଁ ରାଉରକେଲା ଯାଇଥିଲୁ। ସେଇ ମୁହୂର୍ତ୍ତରେ ରାଉରକେଲାର ଫେମସ୍ ହନୁମାନ ବାଟିକା ଆଉ ତ୍ରିଶକ୍ତି ଧାମ ଏଇ ଦୁଇଟା ବୁଲିବାର ଟିକେ ସୁଯୋଗ ପାଇଥିଲୁ। ଆଉ ଏଇ ଆମେ ଗାଡ଼ିରେ ଯାଇକି ପହଞ୍ଚୁ ହନୁମାନ ବାଟିକାରେ। ଦେଖନ୍ତୁ ଏଇଟା ହକି ଯେତେବେଳେ ୱାର୍ଲଡ ହକି ହେଇଥିଲା ସେତେବେଳେ କିଭଳି ଭାବରେ ଚାରିପଟେ ରାଉରକେଲାର ଆର୍ଚିଟେକ୍ଟ ହେଇଥିଲା, କେତେ ସୁନ୍ଦର କାରୁକାର୍ଯ୍ୟ ହେଇଥିଲା, ରାଉରକେଲା ସଜା ହେଇଥିଲା। ରାସ୍ତା କଡ଼ରେ କେତେ ସୁନ୍ଦର ପେଣ୍ଟିଂ ରହିଛି। ଏଇ ଏବେ ଆମେ ଆସିକି ପହଞ୍ଚି ଯାଇଛୁ ହନୁମାନ ବାଟିକାରେ। ଏ ଦେଖନ୍ତୁ ହନୁମାନ ବାଟିକାରେ ହନୁମାନଙ୍କର କେତେ ବଡ଼ ପ୍ରତିମୂର୍ତ୍ତି। ଆଉ ଏମାନେ ସବୁ ବୁଲି ବୁଲି ଦେଖୁଛନ୍ତି, ଫଟୋ ବି ଉଠଉଛନ୍ତି। ହନୁମାନ ବାଟିକାରେ ବିଭିନ୍ନ ପ୍ରକାର ମନ୍ଦିର ବି ରହିଛି। ଆଉ ଆଗରୁ ଯୋଉ ଚମକ ଥିଲା ଏବେ ଟିକେ କମି ଯାଇଛି ଭଳିଆ ଲାଗୁଛି। ଆଗରୁ ବହୁତ ଲୋକ ହନୁମାନ ବାଟିକାକୁ ଯାଉଥିଲେ, ଏବେ ସେତେ ଭିଡ଼ ପ୍ରାୟ ଦେଖିବାକୁ ମିଳୁନି। ଏଇଟା ହନୁମାନ ବାଟିକାର ଗଣେଶଙ୍କ ମନ୍ଦିର। ଆମେ ଏଠି ପୂଜା କଲୁ ମସିକ ବାହନଙ୍କୁ। କିମ୍ବଦନ୍ତୀ ଅଛି ଏଠିକାର ମସିକ ବାହନଙ୍କୁ ପୂଜା କଲେ ଘରେ ମୂଷାଙ୍କର ଉତ୍ପାତ କମି ଯାଇଥାଏ। ଆଉ ଏଇଗୁଡ଼ା ବିଭିନ୍ନ ପ୍ରକାର ହନୁମାନ ବାଟିକାରେ ୱାର୍ଷ ଦେବାଦେବୀଙ୍କର ମନ୍ଦିର ସବୁ ରହିଛି। ମୁଖ୍ୟ ଆକର୍ଷଣ ହେଉଛି ହନୁମାନଙ୍କର ଏହି ବିରାଟ ମୂର୍ତ୍ତି। ଆଉ ଆମେ ସେ ମୂର୍ତ୍ତି ଦେଖିଲୁ, ଆପଣମାନେ ବି ଦେଖନ୍ତୁ। ଏଇଠି ମୂର୍ତ୍ତି ପାଖରେ ତା ବେକ କାନ ଏଗୁଡ଼ାରେ ବହୁତ ବାଘୁଆ ମହୁମାଛି ବାସ କରିଥାନ୍ତି। ଏବେ ବି ଗୋଟେ ଦିଟା ସ୍ଥାନରେ ଆମେ ଦେଖିବାକୁ ପାଇଲୁ। ଏଇଟା ହଉଛି ମା କାଳୀଙ୍କ ମନ୍ଦିର। ଆମର ଇଏ ବାରିକଙ୍କ ସ୍ତ୍ରୀ ବି ସେଠି ମା କାଳୀଙ୍କୁ ପୂଜା କଲେ। ସେ ତ ବେଙ୍ଗଲ ଲୋକ, ତେଣୁ ସେମାନେ ହେଉଛନ୍ତି କାଳୀ ମାଙ୍କର ବହୁତ ଭକ୍ତ। ଏଇ ଦେଖନ୍ତୁ ହନୁମାନଙ୍କର ମୂର୍ତ୍ତିକୁ ଆମେ ବିଭିନ୍ନ ଆଡୁ ତାର ଫଟୋ ଉତ୍ତୋଳନ କରିଛେ। ଏଇଠି ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ବିକ୍ରି ହଉଛି, ଆପଣ ଗଲେ ସେଗୁଡାକର ବି ମଜା ନେଇପାରିବେ। ଆମେ ସନ୍ଧ୍ୟାବେଳେ ଯାଇଥିଲୁ, ତଥାପି ବହୁତ ବେଶୀ ଭିଡ଼ ନଥିଲା। କିଛି ଲୋକ ଅବଶ୍ୟ ବୁଲାବୁଲି କରୁଥିଲେ, କିନ୍ତୁ ଆଗରୁ ମୁଁ ଯେବେ ଯାଇଥିଲି ହନୁମାନ ବାଟିକା ସେତେବେଳେ ବହୁତ ଭିଡ଼ ଭାଡ଼ ଚାଲିଥିଲା। ହୁଏତ ସେଇଟା କୋଉ ସମୟ ଥିଲା ମୋର ମନେ ନାହିଁ, କିନ୍ତୁ ଏବେ ଟିକେ ଫାଙ୍କା ଫାଙ୍କା ଲାଗୁଛି। ଆଉ ଏମାନେ ବୁଲି ବୁଲିକି ବେଦବ୍ୟାସରୁ ଆସିଛନ୍ତି, ଏବଂ ଥକି ଯାଇଛନ୍ତି। ହନୁମାନ ବାଟିକାର ଏଇ ଶାନ୍ତ ପରିବେଶରେ ଟିକେ ବସିକି ବିଶ୍ରାମ ବି ନେଲେ। ଆଉ ଆମେ ଏଇଠି ହନୁମାନଙ୍କ ପ୍ରତିମୂର୍ତ୍ତି ଦେଖିଲା ପରେ ତାର ଖୁବ ନିକଟ ରହିଛି ତ୍ରିଶକ୍ତି ଧାମ। ଖୁବ ସୁନ୍ଦର ହେଇଛି ଏଇଟା ଦେଖନ୍ତୁ ତ୍ରିଶକ୍ତି ଧାମ। ପ୍ରଥମ ପ୍ରବେଶ ଦ୍ୱାରରେ ହିଁ ଶିବଙ୍କର ମୂର୍ତ୍ତି ରହିଛି, ଏବଂ ଏଠି ପାଣି ସବୁବେଳେ ସ୍ପ୍ରିଙ୍ଗଫିଲ୍ ହେଉଥାଏ। ରାତିରେ ଏହାର ଦୃଶ୍ୟ ବହୁତ ମନୋରମ ହେଇଥାଏ। ଆଉ ଏଇଟା ବହୁତ ନିଟ୍ ଆଣ୍ଡ କ୍ଲିନ୍ ଏବଂ ସବୁ ବ୍ୟବସ୍ଥିତ ଢଙ୍ଗରେ ରହିଛି। ଖୁବ ସୁନ୍ଦର ପରିବେଶ, ଶାନ୍ତିମୟ। ଏଇଟା ତାର ପଛ ସାଇଡ ଭିଉଟା। ଆମେ କିଛି ସମୟ ସେଠି କଟେଇଲୁ। ତାର ଯୋଉ ସମ୍ମୁଖ ମଣ୍ଡପ ଭାଗରେ ବସିବାର ସୁନ୍ଦର ବ୍ୟବସ୍ଥା ଅଛି। ଆପଣ ଯଦି ଭୋଗ ଦେବେ, ବିଭିନ୍ନ ପ୍ରକାର ଭୋଗ ମାସିକିଆ ବା ଅନ୍ୟାନ୍ୟ ପ୍ରକାର ପୂଜା ପାଠ ପାଇଁ ତାର ସେଇଗୁଡ଼ା ହଉଛି ରେଟ୍ ଚାର୍ଟ। ଇଏ ହଉଛି ହନୁମାନ ବାଟିକାର ତ୍ରିଧାମ ଖୁବ ନିକଟରେ। ହଉ, ଧନ୍ୟବାଦ।